ଯେତେବେଳେ ସାମ୍ବାଦିକଙ୍କର ଏ ପ୍ରଶ୍ନ ଆସିଲା ଯେ ଦୁର୍ନୀତି ବିରୁଦ୍ଧରେ ଆପଣ କହିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଥିଲା ଯେ ଅଣ୍ଟା ଭାଙ୍ଗିଦେବୁ ଯୋଉମାନେ ଦୁର୍ନୀତି କରୁଛନ୍ତି କୁଆଡେ ଗଲା ଏସବୁ ଏ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ବି ଦେଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାର ଗୋଟିଏ ବର୍ଷ ପାଇଁ ଆସି 5 ବର୍ଷ ପାଇଁ ଆସିଛି ଆପଣ ଅପେକ୍ଷା କରନ୍ତୁ ଦେଖନ୍ତୁ। ନାଇଁ ସେ ଯାହା କହିଲେ ଠିକ କଥା ତାର ମାନେ ଆମେ ସବୁ ଅସ୍ତବ୍ୟସ୍ତ ହେଇପଡୁଛେ ଯେ ସରକାର ଆସୁ ଆସୁ ତାକୁ ବାନ୍ଧି ପକେଇବ ସାଙ୍ଗେ ସାଙ୍ଗେ ତା ପରଦିନ ସେଇଟା ଆକ୍ଚୁଆଲି ସମ୍ଭବ ନୁହେଁ କାହିଁକି ନା ଆପଣ କାହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲା ପୂର୍ବରୁ ତାର ସବୁ ଦିଗକୁ ଦେଖିବାକୁ ପଡିବ ଆପଣଙ୍କୁ ପୁଣି କୋର୍ଟରେ ସାବ୍ୟସ୍ତ କରିବାକୁ ପଡିବ। ତାଛଡା ଆହୁରି ଗୋଟେ କଥା ଯେଉଁମାନେ ଏସବୁ କାର୍ଯ୍ୟରେ ଲିପ୍ତ ସେମାନେ ବି କମ ଧୂର୍ତ୍ତ ନୁହନ୍ତି। ତେଣୁ ଆପଣ ଏତେ ବଡ ମାନେ 24 ବର୍ଷ କାଳ ଗୋଟେ ଶାସନରେ ଦୁର୍ନୀତି ତ କେବଳ ଶେଷ ଆଡକୁ ହେଇଥିଲା ତା ନୁହେଁ 24 ବର୍ଷ ଶାସନ ଭିତରେ ମୂଳରୁ ଶେଷ ପର୍ଯ୍ୟନ୍ତ ଏତେ ଦୁର୍ନୀତି ଚେର ମାଡି ଯାଇଛି ଯେ ଗୋଟେ ବର୍ଷରେ ସରକାର ନୂଆ ସରକାର ତାକୁ ଉପାଡିବା ବି କଷ୍ଟ। ତେଣୁ ମୁଖ୍ୟମନ୍ତ୍ରୀ ଯୋଉ କଥା କହିଲେ କିଛି ଭୁଲ କଥା କହିନାହାନ୍ତି ଯେ ସରକାର 5 ବର୍ଷ ପାଇଁ ଆସିଛି ଆପଣ ଏତେ ଅଧୈର୍ଯ୍ୟ ହେଲେ କେମିତି ହବ। ଆଉ କଣ କରିଥିଲେ ଦ୍ୱିତୀୟ କଥା ସରକାର ଦୁର୍ନୀତି ବିରୁଦ୍ଧରେ ଯେ ଚୁପ୍ ହେଇକି ଅଛନ୍ତି ତା ମଧ୍ୟ ନୁହେଁ ନିଶ୍ଚିତ ଭାବରେ ଆ ଭିତରେ ଆପଣ ମାନେ ଦେଖିଥିବେ ଅତି ବଡ ବଡ ଅଫିସର ଯୋଉମାନେ ସବୁ ଥିଲେ ଅନେକ ତା ଭିତରୁ ମଧ୍ୟ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଇଛି। ତେଣୁ ମୋଟାମୋଟି କହିବାକୁ ଗଲେ ଦୁର୍ନୀତି କ୍ଷେତ୍ରରେ ସରକାର ଚୁପ୍ ହେଇ ନାହାନ୍ତି ଯଦିଓ ବଡ ମାଛ ମାନଙ୍କୁ ଏପର୍ଯ୍ୟନ୍ତ ଧରିପାରି ନାହାନ୍ତି ବା ଧରି ନାହାନ୍ତି। ଦୁର୍ନୀତି ଗ୍ରସ୍ତ ବୋଲି ଯୋଉମାନଙ୍କୁ ସନ୍ଦେହ କରାଯାଉଥିଲା ତାଙ୍କୁ ଯୋଉ ଟପ୍ ଲୋକଙ୍କୁ ତାଙ୍କ ପାଖରେ ଏପର୍ଯ୍ୟନ୍ତ ସରକାର ପହଞ୍ଚି ପାରି ଏବଂ ସାଧାରଣ ଗୋଟେ ସନ୍ଦେହ ହଉଛି ଯେ କୋଉଠି ନା କୋଉଠି ସେମାନଙ୍କର ଗୋଟେ ଭିତରି କନେକ୍ସନ ରହିଛି ଯୋଉଥିପାଇଁ ସେମାନେ ଖସି ଯାଉଛନ୍ତି ଏବଂ ଏଇଟା ସାଧାରଣରେ ଆଲୋଚନା ହେଇକି ଆଉ ଅନେକ ଅଫିସର ଖସିକିରି କେମିତି ପଳେଇଲେ ସେଣ୍ଟ୍ରାଲ ଡେପୁଟେସନ ପଳେଇଲେ ଓଡିଶାରୁ ପଳେଇଲେ କିନ୍ତୁ ଏପର୍ଯ୍ୟନ୍ତ କିଛି ଆକ୍ସନ ହେଲା। ଏ କଥା ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ପଚାରିବା ମଧ୍ୟ ସ୍ୱାଭାବିକ। ମୁଖ୍ୟମନ୍ତ୍ରୀ କିନ୍ତୁ ତାର ସରଳରେ ଉତ୍ତର ଦେଲେ ଯେ ଆମେ ବର୍ଷେ ପାଇଁ ନାହୁଁ ଆମେ 5 ବର୍ଷ ଆମ ସରକାର ରହିବ ହେଇପାରେ ଆଗକୁ କିଛି କାର୍ଯ୍ୟାନୁଷ୍ଠାନ ଆପଣ ଭାବୁଛନ୍ତି ଯେ ଦିଲ୍ଲୀ ଯାଇଥିବା ଅଫିସର ମାନଙ୍କ ବିରୁଦ୍ଧରେ ବି ଆକ୍ସନ ହବ? ସରକାର ଚାହିଁଲେ ସେ ଦିଲ୍ଲୀରେ ଚାହନ୍ତୁ କି ଆଉ ଯୋଉଠି ଭାରତ ବର୍ଷରେ ରହିଲେ ମଧ୍ୟ ସରକାର ଚାହିଁଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଆପଣ ଓଡିଶାରୁ ଯାଇକି ବାହାରେ ଚାକିରି କଲେ ବି ଆପଣ କଣ ଭାବୁଛନ୍ତି ଯାଇକି ଆଇନ ହବ ବୋଲି ଆପଣ ଆଶା କରୁଛନ୍ତି? ଶୁଣନ୍ତୁ ଆଶା ତ ଆମେ କରୁଛୁ ହବା ଉଚିତ ବୋଲିକି ସାଧାରଣ ଲୋକ ଆଶା କରୁଛନ୍ତି। ସରକାର ମଧ୍ୟ ବା ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପ୍ରତିଶ୍ରୁତି ଦେଇ କହୁଛନ୍ତି ଆଶ୍ୱାସନା ଦେଇକିରି କହୁଛନ୍ତି ଆପଣ ଅସ୍ତବ୍ୟସ୍ତ ହେବା ଦରକାର ନାହିଁ ସରକାର ବର୍ଷକ ପାଇଁ ଆସିନି ସରକାର 5 ବର୍ଷ ପାଇଁ ଆସିଛି ଆମମାନେ ଯାହା କରିବା କଥା ଆମମାନେ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆମେ ଆଶା କରିବା ଯେ ଏ ଦିଗରେ କଣ ହଉଛି। ମୁଖ୍ୟମନ୍ତ୍ରୀ ଆଉ ଗୋଟେ କଥା କହିଲେ ମୁଁ ସରଳ ଲୋକ ବୋଲି ଭାବନା ଯେ ମୋ ଆଡମିନିଷ୍ଟ୍ରେସନ ଟା ଦୁର୍ବଳ ହେଇଯିବ ମୁଁ ସରଳ ହେଇପାରେ ମୁଁ ଆଦିବାସୀ ହେଇପାରେ କିନ୍ତୁ ମୁଁ କଡା କାର୍ଯ୍ୟାନୁଷ୍ଠାନ ନେବି ଏ ସମ୍ପର୍କୀୟ ଗୋଟେ ମେସେଜ ଆସିଲା। ନାଇଁ ମୁଖ୍ୟମନ୍ତ୍ରୀ ସରଳ ଲୋକ ମୁଖ୍ୟମନ୍ତ୍ରୀ ସଚ୍ଚୋଟ ଲୋକ ମୁଖ୍ୟମନ୍ତ୍ରୀ ଏ ତ ଭଲ କଥା କିଏ କଣ ଚାହାନ୍ତି କି ଆଉ ଯିଏ ମୁଖ୍ୟମନ୍ତ୍ରୀ ହେବେ ସେ ସଚ୍ଚୋଟ ହେଇନଥାନ୍ତୁ ସରଳ ହେଇନଥାନ୍ତୁ ବୋଲିକି କିନ୍ତୁ ଆପଣଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ ଖାଲି ତ କାର୍ଯ୍ୟାନୁଷ୍ଠାନ ନୁହେଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ଦିଟା କାରଣ ପାଇଁ ଲୋକଙ୍କର ଆଶା 24 ବର୍ଷ ପରେ ସେମାନେ ଗୋଟେ ସରକାରକୁ ବଦଳେଇକିରି ଆପଣଙ୍କୁ ଆଣିଛନ୍ତି। ଦ୍ୱିତୀୟ କଥା ହଉଛି ଯେ ଆପଣ ମାନେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ନିର୍ବାଚନ ବେଳେ ଯେ ଆମେ କୌଣସି ପ୍ରକାର ଏଭଳି କିଛି କାର୍ଯ୍ୟ କରିବୁନି ଯୋଉଥିରେ କି ଆପଣ ମାନେ ସାଧାରଣ ଲୋକ ଆମକୁ ଆଙ୍ଗୁଠି ବଢେଇବେ ଯେମିତି ପୂର୍ବ ସରକାର ବାବଦରେ ଲୋକ ଆଙ୍ଗୁଠି ଦେଖିକି କହୁଛନ୍ତି ଏହା କରୁଛନ୍ତି ସେୟା କରୁଛନ୍ତି ଦେଖାଇ ଦେଉଛନ୍ତି ଇଏ ମଧ୍ୟ ଏମାନେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣ ଲକ୍ଷ୍ୟ କରିଥିବେ ନିର୍ବାଚନ ସମୟରେ ତାଙ୍କ ଦଳ ପାଇଁ ଯେତେବେଳେ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ ମୁଁ ହିଁ ଆକ୍ଚୁଆଲି ଯାହା କହେ ତା କରେ। ପ୍ରଧାନମନ୍ତ୍ରୀ ନିଜେ କଥା କହିଛନ୍ତି ଯେ ଓଡିଶାରେ ବିକାଶ ହଉ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହଉ କୌଣସିରେ ସରକାର କେବେ କମ କରିବେ ନାହିଁ ଲୋକଙ୍କର ଆଶା ଭରସାକୁ ପୂରଣ କରିବେ। କିନ୍ତୁ ମୋର କେବଳ ଅନ୍ୟ ଗୋଟେ କଥା କହିବାର ଅଛି ଯୋଉ ବିକାଶ କଥା ସରକାରଙ୍କଠୁ ସବୁବେଳେ ଲୋକମାନେ କଣ ଆଶା କରନ୍ତି ସରକାର ଏଭଳି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏଭଳି କିଛି କାର୍ଯ୍ୟକ୍ରମ ହାତକୁ ନେଇକରି କରିବ ଯୋଉଥିରେ ଲୋକ 2 ପଇସା ରୋଜଗାର କରିବେ। ଆପଣ ତାଙ୍କୁ ଆର୍ଥିକ ସାହାଯ୍ୟ ଦେଇ ଦଉଛନ୍ତି ସବୁଦିନ କଣ ଦେଇପାରିବେ ଆର୍ଥିକ ସାହାଯ୍ୟ ଯୋଉଟା ଦଉଛନ୍ତି ସେ ଖର୍ଚ୍ଚ ହେଇଯିବ କିଛି ଦିନ ପରେ ତାକୁ ଯଦି ପ୍ରପରଲି ୟୁଟିଲାଇଜ କରାଯାଇ ପାରିବ ଏବଂ ସରକାର ଯଦି ସେଇ ଦିଗରେ ଉଦ୍ୟମ କରି ଲୋକଙ୍କୁ କରେଇବେ ତାହେଲେ ତାର କିଛି ଲାଭ ହବ।